ବାପିକୁ ପ୍ରବଳ ମାତ୍ରାରେ ଜ୍ୱର ହେଉଥାଏ। ତାକୁ ଦେଖିବା ପାଇଁ ତା ମାମୁଁ ଘର ଲୋକ ଆସିଥାନ୍ତି ଏବଂ ତା'ର ଭଉଣୀମାନେ ମଧ୍ୟ ଆସିଥାନ୍ତି। ହଠାତ୍ ଏମିତି ଦେହ ଖରାପ ହେବାର କାରଣ ତା ବାପାକୁ ପଚାରନ୍ତି। ସେ କହିବାକୁ ଆରମ୍ଭ କଲେ, ସେଦିନ ମାଛ ବିକିରି ଆସିଥାଏ ଗାଁକୁ, ହେଲେ ବାପିର ବୋଉ ମାଛ ରଖିନଥାଏ। ବାପିର ମାଛ ଖାଇବାକୁ ଇଚ୍ଛା ହେଲା। ସଞ୍ଜ ହେଲା। ବାପ ପୁଅ ଦୁହେଁ ମିଶି ମାଛ ଧରିବାକୁ ଯିବେ ବୋଲି ଠିକ୍ କଲେ। ଜାଲ ପକଉ ପକଉ ରାତି 2ଟା ବାଜିଯାଏ, ହେଲେ ଗୋଟିଏ ମାଛର ଦେଖା ନାହିଁ। ଅଙ୍କିରା ଆଡ଼କୁ ବେଶୀ ପାଣି ଆଉ ମଶାଣିଟା ତା ପାଖରେ ଥାଏ, କିନ୍ତୁ ଭଲ ମାଛ ପଡ଼େ ବୋଲି ବାପ ପୁଅ ଦୁହେଁ ସେଠାକୁ ଯିବାକୁ ଠିକ୍ କଲେ। ଚାଲି ଚାଲି ଯାଉଥାନ୍ତି। ମଶାଣିର ନିଆଁ ପୋଡ଼ା ଭଳି ଦେଖାଯାଉଥାଏ। ବାପି ଡରିକି ପୁରା ଛାନିଆ, ହେଲେ ମାଛ ଧରିବା ନିଶା। ନଦୀ ତଳକୁ ଯାଇ ପାଣି ଭିତରକୁ ପଶିଲେ ଗୋଟିଏ ଖେପାରେ ବଡ଼ ଚିଙ୍ଗୁଡ଼ିଟିଏ ପଡ଼ିଲା। ଏମିତି କେତେ ରକମର ମାଛ ପଡ଼ୁଥାଏ। ହଠାତ୍ କେହି ଜଣେ ପାଣିକୁ ଢେଲା ମାରିଲା। ବାପ ପୁଅ ଦୁହେଁ ଅଟକି ଗଲେ। ଅନ୍ଧାର ରାତି, ମୁହଁକୁ ମୁହଁ ଦିଶୁନଥାଏ। ଟର୍ଚ୍ଚରୁ ଲାଇଟ୍ ଆସିବା କମି ଯାଇଥାଏ। ଆଗକୁ ଯିବାକୁ ସାହସ ନାହିଁ କାହାର। କାହାର ଗୋଟିଏ ବିକଟାଳ ରଡ଼ି ଶୁଭିଲା। ବାପ ପୁଅ ଦୁହିଁଙ୍କର ପାଟି ଖନି ମରିଗଲାଣି। ଏଇଟା ଶେଷ ଥର ପକାଇ ପଳାଇ ଯିବା, ତା ବାପା କହିଲା। ଜାଲକୁ ନେଇ ଆଗକୁ ଯାଉ ଯାଉ ବାପିର ପାଦ ପଙ୍କରେ ପଶିଗଲା। ଯେତେ ଉଠାଇଲେ ବି ବାହାରୁ ନାହିଁ। ଟର୍ଚ୍ଚକୁ ମାରି ଦେଖିବାରୁ ସେଇଟା ଗୋଟେ ଲୋକର ମୁର୍ଦ୍ଦାର ଥାଏ। ବାପ ପୁଅ ଡରି ମରି ଦୌଡ଼ି ନଦୀ ଉପରକୁ ଉଠିଲେ। ମାଛକୁ ଧରି ବାପ ପୁଅ ଦୌଡ଼ୁଥାନ୍ତି। ମଶାଣି ପାଖକୁ ଆସିବାରୁ ଆହୁରି ଡର ମାଡ଼ିଲା। ଟିକିଏ ଆଲୁଅ ଦେଖାଯିବାରୁ ଦୁହେଁ ମଶାଣିରେ ଥିବା ଆମ୍ବ ଗଛ ମୂଳେ ବସି ପଡ଼ିଲେ। ଉପରକୁ ଚାହିଁ ଦେଖନ୍ତି ତ କେହି ଜଣେ ଧଳା ଲୁଗା ପିନ୍ଧି ତଳକୁ ଆସୁଛି। ସେଇଠି ବାପି ଅଚେତ ହୋଇ ପଡ଼ିଲା। ବାପିର ବାପା ଜୋରରେ ଚିଲ୍ଲାଉଥାଏ। ଗାଁ ଦୋକାନୀ ଦୋକାନ ବନ୍ଦ କରୁଥାଏ। ପାଟି ଶୁଣି ଦୌଡ଼ି ଆସିଲା। ବାପି ମୁହଁରେ ପାଣି ଛିଞ୍ଚି ଘରକୁ ନେଇଗଲେ। ତହିଁ ଆର ଦିନ ବାପିକୁ ଜୋରରେ ଜ୍ୱର ହୋଇଗଲା। ତା ଆର ଦିନ ଗାଁ ଲୋକଙ୍କଠୁ ଶୁଣିବାକୁ ମିଳେ ଯେ ପାଖ ଗାଁରେ ଗୋଟିଏ ହତ୍ୟା ହୋଇଥାଏ ଏବଂ ସେହି ଶବକୁ ଏହି ନଦୀରେ ସେମାନେ ଫିଙ୍ଗି ଦେଇଥାନ୍ତି।